ओम नमो भगवते वासुदेवाय। सप्तमोऽध्याय। नारद उवाच। एबे हो शृण धर्मसुत असुर बालक चरित। से प्रहलाद दया मने कहे बालक सन्निधाने। प्रहलाद उवाच। मोहर तप पिता अर्थे गले जे मंदर पर्वते। निश्चल तप तार देखी विबुधे सरग उपेखी। युद्ध उद्यम करी हेळे चलिले सर्वे कमेळे। हिरण्य कशिपु असुर स्वभावे पापी दुराचार। जेसने पिपीलिका गण करन्ति सर्पकु भक्षण। तेसन मति देवगण मारन्ति हिरण्यकु पुण। जेते असुर थिले पुरे देवंकु देखि महाडरे। निरस्त्र होई शास्त्राघाते संग्रामे भाजिले समस्ते। भये पशिला दश दिशे न रही देवंकर पासे। पुत्र कळत्र पुत्र एडी सर्वसंपद बेगे छाड़ी। जीवन घेनी पळाइले विबुधे युद्ध जय कले। सर्वसंपद जूर करी नेई चलिले स्वर्गपुरी। इंद्र पशिण आमपुरी मोर जननी नेले धरी। पथे चलाई नृत्य बळे जननी कांदन्ति विकळे। मोर जननी अति भये चली न पारे गुरु देहे। अनेक दुखु गुरु शोके कुररी प्राय झुरे दुखे। एमंत गले केते दूर कानने ब्रह्मांक कुमर। मोर जननी देखी पथे मिलिले इंद्रंक ग्रोते। बोलन्ति इंद्र मुख चाहि एकथा उचित नुहई। परमा सती सुंदरी किंपाई निय बंदी करी। एहार अपराध नाही बेगे एहाकु छाड़ तुही। इंद्र उवाच। असुर बीर्ज एहा गर्भे ए मोर बैरी स्वभावे। से बीर्ज अछि गर्भे रही ताहार तेज किबा कही। स्वर्ग घेनिब ए मोहर एहाकु मोर बड़ डर। ए नारी मोर घरे थिब जाबत प्रसव करिब। शिशुकु मारी याकु आनी छाड़िबी निज घरे पुणी। एकथा संकल्प मोहर एहा जान हे मुनिवर। नारद उवाच। एहांक गर्भे जे कुमर निश्चय से वैष्णवर। अशेष गुणे गुणनिधि एहार देहे सर्वसिद्धि। एहार गर्भे अछि जेहु कृष्ण सेवक अटे सेहु। तू काहीं एहाकु मारिबु
ଏହାର ଚରଣେ ସେବିବୁ। ଏକଥା ମୁନି ମୁଖୁ ଶୁଣି ଇନ୍ଦ୍ରଙ୍କୁ ମନେ ମନେ ଗୁଣି। ନାରଦ ବାକ୍ୟ ସୁରପତି ଛାଡ଼ିଲା ଅସୁର ଯୁବତୀ। ମାତାରେ ପ୍ରିୟ ଭାବ କରି ମୁନିକି ଦଣ୍ଡବତ କରି ତକ୍ଷଣେ ନିଜପୁରେ ଗଲା। ଶୁଣ ହେ ଅସୁରଙ୍କ ବଳା, ମୋର ମା ତାକୁ ଆଗ କରି ଆଶ୍ୱାସ କରି ବ୍ରହ୍ମଚାରୀ। ନିଜ ଆଶ୍ରମେ ମୁନି ଆଣି ମୁଖେ ସିଞ୍ଚନ୍ତି ଶୀତ ପାଣି। ବୋଲନ୍ତି ମଧୁର ବଚନ, ତୁ ଏଥେ ଥିବୁ ଥୋକେ ଦିନ। ଯାବତ ସ୍ୱାମୀ ତୋ ଆସେ, ତାବତ ଥିବୁ ମୋର ପାଶେ। ମୁନି ବଚନେ ମୋର ମାତା, ଛାଡ଼ିଲା ମନୁ ଦୁଃଖ ଚିନ୍ତା। ନିର୍ଭୟେ ମୁନି ଘରେ ରହି ଭର୍ତ୍ତା ଆଗମେ ପଥ ଚାହିଁ। ପରମ ଭକ୍ତ ମୁନି ପାଦେ, ମୋର ଜନନୀ ଅପ୍ରମାଦେ। ସେବା କରଇ ନିରନ୍ତରେ, ସୁଖ ପ୍ରସନ୍ନ ଉପହାରେ। ମୁନି ଚରଣ ପରସାଦେ, ପ୍ରସନ୍ନ ହୋଇ ଅପ୍ରମାଦେ। ଏକଥା ମନେ କରି ଚିନ୍ତା, ସୁଖେ ରହିଲା ମୋର ମାତା। ଗୃହେ ନାରଦ ବ୍ରହ୍ମଚାରୀ, ମୋର ମାତାକୁ ଦୟା କରି। ଦିନକୁ ଦିନ କହି ଜ୍ଞାନ, ଆନନ୍ଦେ କରି ମାତା ମନ। ନିର୍ମଳ ଧର୍ମ ତତ୍ତ୍ୱ ଯେତେ, କହନ୍ତି ମାତାଙ୍କ ଗ୍ରତେ। ଯାହା କହିଲେ ମହାମୁନି, ମୁଁ ତାହା ଗର୍ଭେ ଥାଇ ଶୁଣି। ଜନନୀ ସ୍ୱଭାବେ ଅବଳା, କାଳେ ସେ ଜ୍ଞାନ ପାସୋରିଲା। ନାରଦ ଅନୁଗ୍ରହେ ମୋର, ସେ ଜ୍ଞାନ ରହିଲା ଚିତ୍ତର। ମୋର ବଚନେ ଶ୍ରଦ୍ଧା କର, ଏ ଜ୍ଞାନ ହୋଇବ ତୁମ୍ଭର। ନିର୍ମଳ ଜ୍ଞାନ ହେଲେ ଜାତ, ବିନାଶ ହୋଇବ ଦୁରିତ। ଆତ୍ମାର ଯେମନ୍ତ ସ୍ୱଭାବ, ଶୁଣ କହିବା ଜ୍ଞାନ ଭାବ। ବୃକ୍ଷର ଫଳ ଯେହ୍ନେ କାଳେ, ପାଚି ପଡ଼ଇ ମହି ତଳେ। ଷଡ଼ ବିକାରେ ନାଶ ଯାଇ, ଶରୀର ସ୍ୱଭାବଟି ଏହି। ଗର୍ଭୁ ଶରୀର ଜାତ ହୋଇ, ସ୍ଥିତି ବୁଦ୍ଧି କୁଶଲ ଭଇ। ପରିଣତି କ୍ଷୟ ଭଜିଣ, ଶେଷେ ବିନାଶ ଲଭେ ପୁଣ। ଆତ୍ମାର ନୁହେଁ ଏ ବିକାର, ଯେଣୁ ସେ ଆତ୍ମା ନିର୍ବିକାର। ସେ ନିର୍ତ୍ୱ କ୍ଷେତ୍ରଜ୍ଞ ଅବୟ, ବିକାର ଶୂନ୍ୟ ସର୍ବାଶ୍ରୟ। ସର୍ବକାରଣ ଅସଙ୍ଗତ, ବିଶୁଦ୍ଧ ଏକ ଅନାବୃତ। ଏମନ୍ତ ଆତ୍ମାର ଲକ୍ଷଣ, ଆଧ୍ୟାତ୍ମ ଜ୍ଞାନୀ ଯେଉଁ ଜନ। ଅହଙ୍କାରକୁ ପରିହରେ, ଦୋହାଭିମାନ ଦୂର କରେ। ଆତ୍ମା ଯୋଗରେ କରେ ଧ୍ୟାନ, ଏ ଦେହେ ଲଭେ ବ୍ରହ୍ମଜ୍ଞାନ। ମୁହିଁ ମୋହର ବୋଲି ଯେତେ, ଦେବାଧି ଉପାଧି ସହିତେ। ମମତା ଜାତ ଉପଦେଶ, ଏସବୁ ହରିଙ୍କ ସନ୍ଦେଶ।
ମୋର ବଚନ ବେଗେ ହେଜ ମୁକୁନ୍ଦ ପଦ୍ମପାଦେ ଭଜ ସୁବର୍ଣ୍ଣ କାର ଯେହ୍ନେ ଜଳେ ପାଷାଣୁ ସୁବର୍ଣ୍ଣ ଧୋଇଲେ ଘେନଇ ଅତି ଯତ୍ନ କରି ଏହି ସ୍ୱଭାବେ ବ୍ରହ୍ମଚାରୀ କ୍ଷେତ୍ରରୁ କ୍ଷେତ୍ରଜ୍ଞ ଉଧରେ ଆତ୍ମାଙ୍କୁ ଲୋଭେ ଅଭ୍ୟନ୍ତରେ ଅଷ୍ଟ ପ୍ରକୃତି ତିନି ଗୁଣ ଷୋଡ଼ଶ ବିକାର ଲକ୍ଷଣ ପରମ ବ୍ରହ୍ମ ସଙ୍ଗ ତେଣ ବିରାଜିଛନ୍ତି ଅନୁକ୍ଷଣ ଏ ଦେହ ଦ୍ୱିବିଧରେ ଜାତ ସ୍ଥାବର ଜଙ୍ଗମେ ବିଦିତ ଆତ୍ମାର ସମ୍ବନ୍ଧ ଏ ଦେହେ ସ୍ୱଭାବେ ଭିନ୍ନ ଭାବେ ରହେ ଏମନ୍ତ ଦେହେ ଶୁଦ୍ଧ ଚିତେ ବ୍ରହ୍ମ ପୁରୁଷ ଭାବ ନିର୍ତ୍ୱେ ସୃଷ୍ଟି ସ୍ଥିତି ଯେ ପ୍ରଳୟର କାରଣ ବୁଝି ହେତୁକର ସୁଷୁପ୍ତି ସ୍ୱପ୍ନ ଜାଗରଣ ବୁଦ୍ଧିବୃତ୍ତିର ଏ ଲକ୍ଷଣ ଏହା ଯେ ଅନୁଭବ କରେ ପରମ ପୁରୁଷ ବିହରେ ବୁଦ୍ଧିବୃତ୍ତିର ପରିମାଣ ନୁହଁଇ ଆତ୍ମାର ଏ ଧର୍ମ ଏ ତିନି ଗୁଣ ନିବନ୍ଧନ ସଂସାରେ ଜ୍ଞାନୀ ଅନୁମାନ ଅଜ୍ଞାନ ମୂଳର ଏ ଅର୍ଥ ସ୍ୱପ୍ନ ପ୍ରକାଶ ନିଦ୍ରାଗତ ମାୟାର ସ୍ୱପ୍ନ ଏ ଜଗତ ଏଣୁ ଏ ତ୍ରିଗୁଣେ ବିଦିତ ନିର୍ଗୁଣ ଆତ୍ମା କର୍ମ ଦିଗେ ଏ ଜୀବ ଅନଳ ସଂଯୋଗେ ଦହନ କରି ଯୋଗ ମାର୍ଗେ ଅନ୍ୟ ଉପାୟ ନ ସଂଯୋଗେ କେ ସାଧି ପାରିବ ସାମର୍ଥ୍ୟେ ଏ ଭାବ ଅନୁଭବ ଚିତେ ଭକ୍ତି ଲକ୍ଷଣ ଯେତେ ସାଧି ଗୁଣ ଲକ୍ଷଣେ ଯେଣେ ଭେଦି କୃଷ୍ଣେ ସମର୍ପି ସର୍ବଲାଭ ସଙ୍ଗେ ସେ ବିବ ସାଧୁ ଭାବ ଯେଣେ ଈଶ୍ୱର ଆରାଧନ କରିବ ଶ୍ରବଣ କୀର୍ତ୍ତନ ସେ ବିଷ୍ଣୁ କଥାର ଶ୍ରବଣ କୃଷ୍ଣର ଯେତେ ନାମ ଗୁଣ ପରଦା ବିନ୍ଦ ଧ୍ୟାନ ବଳେ ବଞ୍ଚିବ ବୈଷ୍ଣବ ମେଳେ ବିଷ୍ଣୁ ଭକ୍ତଙ୍କ ପାଦ ସେବି ଭାବ ବିହୋଳେ ବିଷ୍ଣୁ ଭାବି ଏ ଭକ୍ତି ଯୋଗ ବଳେ ପ୍ରାଣୀ ଷଡ଼ ଇରି ପୂଜିଣୀ ବିଷ୍ଣୁ ଚରଣେ ସେବି ନୀତି ଏ ଭାବେ ସଂସାରୁ ତରନ୍ତି ଏବେ ଅସୁର ସୁତେ ଶୁଣ ଜୀବର ଯେଣେ ପରିତ୍ରାଣ ବିଷ୍ଣୁର ପ୍ରିୟ ଯେତେ କର୍ମ ଯେବା ଅଧିକ ଗୁଣ ଗ୍ରାମ ଲୀଳା ଶରୀରେ ଯେତେ କଲା ଅଜ୍ଞାନେ ଗୁଣେ ଯେତେ ଖେଳା ସେ କଥା ଶୁଣି କର୍ଣ୍ଣ ଦ୍ୱାରେ ପୁଲକ ଯାହାର ଶରୀରେ ହରଷେ ଅଶ୍ରୁ ଜଳ ବହେ କଣ୍ଠେ ଗଦଗଦେ ବାଣୀ କହେ ଆନନ୍ଦେ କହେ କୃଷ୍ଣ ବାଣୀ ଉଚ୍ଚେରୋ ଦଇ ତାହା ଶୁଣି ନୃତ୍ୟ କରଇବେନି ପାଦେ ହରଷେ କହେ ଉଚ୍ଚ ନାଦେ ଭୂତ ଗନ୍ଧର୍ବ ଗ୍ରହ ଯେନେ ଲାଗିଲେ ଭୋଳ ହୁଅନ୍ତି ଜନେ ଉନ୍ନତ ହୋଇ ଭାବ ବଳେ ହୁଙ୍କାରେ ନାଦେ କୃଷ୍ଣ ବୋଲେ ଜନକୁ ବିଷ୍ଣୁ ପ୍ରାୟ ମଣେ
ନମଇ ତାହାଙ୍କ ଚରଣେ ତୁଣ୍ଡେ ବୋଲନ୍ତି ହରି ହରି। ଭୋ ଜଗନ୍ନାଥ ଦଇତାରି ହେ ନାରାୟଣ ଯଦୁପତି ନିର୍ଲଜ ପ୍ରାୟ ବହେ ମତି। ଏମନ୍ତ ଭାବେ ଯେତେବେଳେ ବଜଇ ବିଷ୍ଣୁ ପାଦ ତଳେ ଅଶେଷ କର୍ମ ବନ୍ଧ ପାଶ ତକ୍ଷଣେ ଯାଏ ତାର ନାଶ। କୃଷ୍ଣ ଚରଣେ ଭାବ କରେ ଅଶେଷ ବନ୍ଧନୁ ନିସ୍ତରେ। କୃଷ୍ଣର ଭାବ ହୁଏ ସୁଧି ଚେତନା ଅହଙ୍କାର ବୁଦ୍ଧି ମନର ବାହାର ଅନ୍ତରେ ନିର୍ମଳ ପ୍ରକାଶେ ଶରୀରେ। କର୍ମ ବାସନା ବୀଜ ବଳେ ଜୀବ ସଞ୍ଚରେ ଏ ଅନଳେ। ବିଷ୍ଣୁ ଭକତି ଯୋଗ ବଳେ ପ୍ରକାଶେ ପ୍ରଚଣ୍ଡ ଅନଳେ। ସେ ଅଗ୍ନି ତେଜେ କର୍ମ ବୀଜ ତକ୍ଷଣେ ହୁଅଇ ଦୈର୍ଯ୍ୟ। କର୍ମ ବୈନାଶେ ଜୀବ ତେରେ ନିଶ୍ଚିନ୍ତେ ବିଷ୍ଣୁ ଆଶ୍ରୟ କରେ। କୃଷ୍ଣ ଆଶ୍ରୟ ପ୍ରାଣୀଙ୍କର ଶୁଭ ଅଶୁଭ ହୁଏ ତାର। ଏ ଶୁଭାଶୁଭ ଚକ୍ରେ ଥାଇ ପ୍ରାଣୀ ଅଶେଷ ଜନ୍ମ ପାଇ। ସଂସାର ଚକ୍ର ଦୃଢ଼ ପାଶ ହରି ଭଜନେ ହୁଏ ନାଶ। ଏ ଜୀବ ବଦ୍ଧ ମୋକ୍ଷ ହୋଇ ବ୍ରହ୍ମ ନିର୍ବାଣେ ପଶେ ଯାଇ। ପଣ୍ଡିତ ଜନକର ମତ ବିଷ୍ଣୁ ଭଜନ ବ୍ରହ୍ମ ତତ୍ତ୍ୱ। ବାଳକେ ମୋର ବୋଲ କର ବେଳହୁଁ ଗୋବିନ୍ଦ ସୁମର। ହରିଙ୍କୁ ଭଜ ଦୃଢ଼ ମନେ କି ଦୁଃଖ କଷ୍ଟ ଉପାସନେ। ହରି ଅଶେଷ ପ୍ରାଣୀ ଦେହେ କ୍ଷୁଦ୍ର ଆକାଶ ପ୍ରାୟ ରହେ। ଆତ୍ମାର ସଖା ପଦ୍ମନାଭ ଅନ୍ୟ ଭଜନେ କିବା ଲାଭ। ଦେଖ ଏ ଧନ ଦ୍ୱାରା ସୁତ ପଶୁ କୁଞ୍ଜର ଧ୍ୱଜ ଛତ୍ର। ନାନା ସମ୍ପର୍କେ ଅର୍ଥ କାମ ନାନା ସମ୍ପଦେ ଅର୍ଥ କାମ। କ୍ଷଣ ଭଙ୍ଗୁର ସର୍ବ ଜାଣ ସ୍ୱପନ ପ୍ରାୟ ମିଥ୍ୟା ହୁଅନ୍ତି। ଜୀବକୁ କିବା ଏ କରନ୍ତି ସମ୍ପତ୍ତି ନୁହଁଇ ନିଶ୍ଚଳ। ଷ୍ଟେସନେ ସମୁଦ୍ର ଉଲ୍ଲୋଳ ଏହା ନ ଜାଣି ସର୍ବଜନେ। ଏ ମାୟା ନିଗମ ବଚନେ ଯଜ୍ଞ ଆରମ୍ଭ କରଇ କର୍ମ ଆଶ୍ରୟ ମୂଳେ ହନ୍ତି ଭ୍ରମ। ଯେ ଯଜ୍ଞ ଫଳ ବେନି ଲୋକେ ଆବୋରି ଭୁଞ୍ଜେ ଏକେ ଏକେ। କର୍ମ ଚଳିଲେ ପୁଣି ବଳେ ଭ୍ରମଇ ଏ ମାୟା ସୟଳେ। ଅଦୃଷ୍ଟ କୃତ କର୍ମ ଫଳ କେବେହେଁ ନୁହଁଇ ନିର୍ମଳ। ଏ କର୍ମ ଦୂରେ ପରିହରି ଆତ୍ମାଙ୍କୁ ମାୟରୁ ଉଦ୍ଧାରେ। ଅନ୍ତରେ ଆତ୍ମା ସୁଖ ଲଭେ କୃଷ୍ଣ ଚରଣେ ଭକ୍ତି ଭାବେ। ଯେ ଅର୍ଥେ ପ୍ରାଣୀ ଇହଲୋକେ କର୍ମେ ଆସକ୍ତ ଏକେ ଏକେ। ସେ କର୍ମ ଦେଇ ହରି ପାଦେ ନିଷ୍କାମ ଭାବରେ ଆନନ୍ଦେ। ନିର୍ମଳ ଚିତ୍ତେ ହରି ଭାବେ ସେ ପ୍ରାଣୀ ମୋକ୍ଷ ଫଳ ଲଭେ। ଦୁଃଖ ବିନାଶେ ସୁଖ ଅର୍ଥେ ପ୍ରାଣୀ ଭ୍ରମନ୍ତି ଏ ଜଗତେ। ଆପଦ ଦୁଃଖ ଭୁଞ୍ଜେ ନୃତ୍ୟ
ସୁଖ ନ ମିଳେ କଦାଚିତେ, ଅଶେଷ ଭୋଗ କାମ ଅର୍ଥେ। କର୍ମ କରଇ ପ୍ରାଣୀ ନିର୍ତ୍ତେ, ସେ ଫଳ ପରଲୋକେ ପାଇ। ମିଳଇ ଅବା ନ ମିଳଇ, ଯେ ଦେହ ପାଇଁ କର୍ମମାନ। କରଇ ଭକ୍ଷେ ତାକୁ ଶ୍ୱାନ, ଏ ଦ୍ୱାରା ସୁତ ଗୃହ ଧନ। ରାଜ୍ୟ ଭଣ୍ଡାର ନିର୍ତ୍ତୋଜନ, ମହତ ଆବୃତେ ଥାନ୍ତି। ଦିଶଇ ପୁଣ ନ ଦିଶନ୍ତି, ଏ ତୁଚ୍ଛ ପ୍ରାୟ ଦେହ ତୁଲେ। ସର୍ବେ ନାଶନ୍ତି ଅନ୍ତକାଳେ, ଅନର୍ଥ ଅର୍ଥ ପ୍ରାୟେ ମଣି। ମାୟା ସମୂହେ ସର୍ବ ପ୍ରାଣୀ, ଏ ନୃତ୍ୟ ଆନନ୍ଦ ସାଗରେ। ଚିତ୍ତ ମୋ ଯାଅ ନିରନ୍ତରେ, ଦେହ ଧାରଣେ ଏତେ ଲାଭ। ଅସୁର ମତି ଛାଡ଼ି ଭାବ, ଦେଖ ଏ ସଂସାର ଧାରଣ। ଜନ୍ମ ହୁଁ ଯାବତ ମରଣ, ଏମନ୍ତେ ଅଶେଷ ଉପାଏ। ଜୀବର ନାଶ ସର୍ବ ହୁଏ, କର୍ମ ସଂଯୋଗେ ଦେହ ବହି। ନିରତେ କର୍ମକୁ ସଞ୍ଚଇ, ଜନ୍ମ ମରଣ କର୍ମ ଫଳେ। ମୁଞ୍ଜଇ ଅବିବେକ ବଳେ, ଏ ଘେନି ଧର୍ମ ଅର୍ଥ କାମ। ଏ ତିନି ଜୀବର ଯେ ଭ୍ରମ, ଏଣୁ ଭ୍ରମଇ ନିରନ୍ତରେ। କ୍ଷଣେ ନ ରହେ ସୁଖ କରେ, ଏଣୁ ସଂଶୟ ଦୂର କରି। ଅନ୍ତରେ ଭଜ ନର ହରି, ଆତ୍ମାର ସ୍ୱରୂପ ଈଶ୍ୱର। ଚିତ୍ତ ନିର୍ମଳେ ଆଶ୍ରା କର, ହରି ସ୍ୱକୃତ ପଞ୍ଚଭୂତେ। ଜନ୍ମ କରାଇ ସୋଆୟତେ, ସଂଯୋଗେ ଶରୀର ପ୍ରକାଶେ। କର୍ମ ସରିଲେ ଦେହ ନାଶେ, ଦେବ ଅସୁର ନର ଯେବେ। ଯକ୍ଷ ଗନ୍ଧର୍ବ ହରି ଭାବେ, ଭଜନ୍ତି ମୁକୁନ୍ଦ ଚରଣେ। ସେ ଜୀବ ପରମ କାରଣେ, ବିପ୍ର ଦେବତା ଋଷି ହୋଇ। ଯେବେ କୃଷ୍ଣଙ୍କୁ ନ ଭଜଇ, ଅନେକ ବିଦ୍ୟା ବାଦ କରେ। ଶୌଚ ବ୍ରତକୁ ଆଚରେ, ଅନେକ ଦିନ ତପ ସାଧି। ଅଷ୍ଟାଙ୍ଗ ଯୋଗ କର୍ମ ବିଧି, କରି ସମସ୍ତ କ୍ରିୟା ଯେତେ। ନାନା ଉପାୟ ଏ ଜଗତେ, ଅଜ୍ଞାନ ବିଡ଼ମ୍ବନ ଏହି। ଏଣେ ଗୋବିନ୍ଦଙ୍କୁ ନ ପାଇ, ନିର୍ମଳ ଭକ୍ତି ଅନ୍ତର୍ଗତେ। ଯେବେ କରଇ ଅବିରତେ, ତେବେ ଲଭଇ ଭଗବାନ। ଅନ୍ୟଥା ସର୍ବ ବିଡ଼ମ୍ବନ, ଏଣୁ ଗୋବିନ୍ଦ ପାଦେ ଭଜ। ଅସୁର ବୁଦ୍ଧି ଦୂରେ ତେଜ, ସେ ଆତ୍ମା ସୁବୁଦ୍ଧି ବିବେକ। ଆତ୍ମା ସମାନେ ସର୍ବ ଦେଖ, ସକଳ ଘଟେ ଏକା ହରି। ସୂକ୍ଷ୍ମ ସ୍ୱରୂପେ ଅଛି ପୁରୀ, ଏ ଭାବ ଜାଣି ଏ ଶୟଳେ। ଅନେକ ପ୍ରାଣୀ ନିସ୍ତରିଲେ, ଅସୁର ଯକ୍ଷ ରକ୍ଷଗଣ। ସ୍ତ୍ରୀ ଶୂଦ୍ର ଚଣ୍ଡାଳ ପ୍ରମାଣ, ମୃଗ ପତଙ୍ଗ ପାପୀ ଯିବେ। ସର୍ବତରିବେ ବିଷ୍ଣୁ ଭାବେ, ଏ ଜୀବ ଲୋକେ ଦୁର୍ଲଭ। ଏକାନ୍ତ ଚିତ୍ତେ ହରି ଭାବ, ଜ୍ଞାନ ଲୋଚନେ ସର୍ବେ ଦେଖ। ଆତ୍ମାକୁ ଆତ୍ମା ଭାବେ ରଖ,
ବୋଲଇ ବିପ୍ର ଜଗନ୍ନାଥ ଜନନୀ ସ୍ତାରେ ଭାଗବତ ସପ୍ତମ ସ୍କନ୍ଧେ ହରି ଲୀଳା ଭବ ସମୁଦ୍ର କୁଏ ଭେଳା ଅସୁର ପୁତ୍ରଙ୍କର ଭାବେ ପ୍ରହ୍ଲାଦ ଦୟା ଅନୁରାଗେ ଯେତେ କହିଲି ହରି ବାଣୀ ସୁଜନେ ତୋର ଏହା ଶୁଣି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସହିତାୟବୟାସିକ୍ୟାମ୍ ସପ୍ତମ ସ୍କନ୍ଧେ ଅସୁର ବାଳକ ବୋଧନେ ନାମ ସପ୍ତମୋଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।